ସାତଟା ପାଞ୍ଚଟା ବେଳକୁ ଯେଉଁ ମାରିଲା ଘରଟି ମାରିଲା ମୁଁ ତ ରୁମ୍ରେ ଥିଲି ହଠାତ୍ ଗୋଟେ ଏଡିଓ ଘରଟି ମାରିଲା ଯେମିତି ସେ ଡାଳ ଭାଙ୍ଗିଗଲା ଆମ ରୁମ୍ ପାଖରେ ସେ ଗଛ ଡାଳ ଭାଙ୍ଗିଛି ତ ହଠାତ୍ ଦେଖିଲା ସବୁ ଏଠି ମାନେ ବର୍ଷ ଛାଡ଼ି ଦେଖିଲା ବେଳକୁ ଦଦିନ ଭାଙ୍ଗି ଯାଇଛି ଏବଂ ସେ ଉପରେ ଯେଉଁ ଯିବାକୁ ଯେଉଁ କ୍ଲାମ୍ ଥିଲା ସେ କ୍ଲାମ୍ ମଧ୍ୟ ଗଳି ପଡ଼ିଛି ତ ସେପଟରେ ଆର୍ଥିଂ ବା ଠିକ୍ ବା ଦିଆହେଇଛି ନ ଦିଆହେଇଛି ଆମେ ତ କହିପାରିବୁନି କିନ୍ତୁ ଦାଦିନ ଭାଙ୍ଗି କିଛି ପଥର ଗଳି ପଡ଼ିଛି ଆଉ କିଛି ହୋଲ୍ ହେଲା ବେଳେ ମୋତେ ଉପରେ ଦେଖାଯାଉଛି ଆର୍ଥିଂ ଭଲ ଦିଆହେଇଛି କି ନ ଆମେ ତ ଉପରକୁ ଯାଇପାରିବନି ଆମେ ତ ଦେଖିପାରିବୁନି ତ କହିପାରିବୁନି ତେଣୁ ସେଟାକୁ ଆମେ ଉପରସ୍ଥକୁ କମ୍ପ୍ଲେନ୍ କରିଛୁ ଏମିତି ଯେଉଁ ଆର୍ଥିଂଟା ପାଇଁ ମୋତେ ଲାଗୁଛି ହେଇପାରିପାରେ ଆଉ ଏତେ ଦିନ ଆମେ ସେବା କରୁଛୁ କିନ୍ତୁ ଏମିତି ଦଧିନତରେ ପଡ଼ିବା ଆମେ କେବେ ଦେଖିନୁ ପ୍ରଥମ ପାଇଁ ପଡ଼ିଲା ଆମ ସମାଜ ପାଇଁ କି ଆମ ପାଇଁ କ'ଣ ବିପଦ ଆଗକୁ ଆସିପାରେ ସେଇଟା ଆମକୁ ବହୁତ ଇଏ ଲାଗୁଛି ମାଆଙ୍କୁ ତଥାପି ଆମେ ପ୍ରାର୍ଥନା କରୁଛୁ ଆମ ସମାଜର କିଛି କ୍ଷତି ନ କରନ୍ତୁ ମା ଆମକୁ ଘଣ୍ଟ ଘୋଡ଼େଇ ରଖୁ ଯାହା କିଛି କାହାର ହେଇନି କେହି ଦୁର୍ଘଟଣା କିଛିରେ କେହି କାହାର କ୍ଷତି ହେଇନି କୌଣସି ଲୋକଙ୍କର ଭକ୍ତମାନେ ଯାହା ବି ଯିଏ ସବୁ ଆସୁଛନ୍ତି ଦର୍ଶକ ମାନେ ତାଙ୍କର ଯାହା କିଛି କ୍ଷତି ହେଇନି ନା ମାଆଙ୍କର କ'ଣ ହେଇଥିବ ଏଇଟା ନୂଆ ଯେହେତୁ ହେଇଛି ଆଗରୁ ତ କେମିତି ମୁଁ ବି ଜାଣିନି ତ ଏବେ ଆମେ ଆସୁ ବି କଟକ ଆସିଲେ ବି ଆଗେ କଟକ ଚଣ୍ଡୀକି ମାଆଙ୍କୁ ଦର୍ଶନ କରିବୁ ମା କାହାର ଏତେ ବିପଦ ଦେବେନି ଲୋକଙ୍କୁ କିନ୍ତୁ କ'ଣ ତାର ଗୋଟେ ଅସୁବିଧା ହେଇଥିବ ଆଉ